ପାଦର ଦୁର୍ଗନ୍ଧ ବାହାରୁଛି କି? ଆପଣଙ୍କ ପାଖରେ ଲୋକମାନେ ବସିବା ପାଇଁ ଘୃଣା କରୁଛନ୍ତି କି? ଆଉ ଯେଉଁଥିପାଇଁ ଆପଣଙ୍କ ପଛରେ ଅନେକ କିଛି ଗପିବା ସହ ଏହି କାରଣ ପାଇଁ ହସୁଛନ୍ତି ମଧ୍ୟ। ଶରୀରରୁ ଝାଳ ବୋହିବା ଫଳରେ ଦୁର୍ଗନ୍ଧ ହୋଇଥାଏ, କିନ୍ତୁ କିଛି ଲୋକଙ୍କର ଅଧିକ ମାତ୍ରାରେ ଝାଳ ହାତ ଓ ପାଦରୁ ବାହାରିଥାଏ, ଫଳରେ ପାଦ ଦୁର୍ଗନ୍ଧ କରିଥାଏ। ତେବେ ଏହାର ଘରୋଇ ଉପଚାର ମଧ୍ୟ ରହିଛି। ତାହା ହେଉଛି ଜୋତା ଓ ମୋଜାକୁ ସଫା ରଖନ୍ତୁ। ସବୁବେଳେ ପରିଷ୍କାର ମୋଜା ପିନ୍ଧନ୍ତୁ। କଟନ ମୋଜାର ଅଧିକ ବ୍ୟବହାର କରନ୍ତୁ। ଚମଡ଼ା ଜୋତାକୁ କିଛି ସମୟ ପାଇଁ ଖରାରେ ରଖିଦିଅନ୍ତୁ। ଉଷୁ ପାଣିରେ ଲୁଣ ମିଶାଇ କିଛି ସମୟ ବୁଡ଼ାଇ ରଖନ୍ତୁ। ଏହାଦ୍ୱାରା ପାଦରେ ଥିବା ଜୀବାଣୁ ନାଶ ହୋଇପାରେ। ଲୁଣ ପାଣି ପାଦର ତ୍ୱଚାକୁ ଶୁଷ୍କ ରଖିଥାଏ, ଫଳରେ ଝାଳ କମ୍ ହୋଇଥାଏ। ଯଦି ଆପଣଙ୍କ ପାଦରୁ ବେଶୀ ମାତ୍ରାରେ ଝାଳ ବୋହିଥାଏ, ସେଥିରେ ବେବି ପାଉଡର ବା ଟାଲକମ୍ ପାଉଡର ବ୍ୟବହାର କରିପାରିବେ। ଏହାଦ୍ୱାରା ଦୁର୍ଗନ୍ଧ ବି ଦୂର ହୋଇପାରେ। ଚା ପତି ପାଦରୁ ହେଉଥିବା ଦୁର୍ଗନ୍ଧକୁ ରୋକିଥାଏ। ଗୋଟିଏ ପାତ୍ରରେ ଉଷୁମ ପାଣି ନେଇ ସେଥିରେ ଚା ପତି ବା ଟି ବ୍ୟାଗ୍ ପକାଇ ଦିଅନ୍ତୁ। ପାଖାପାଖି ଅଧଘଣ୍ଟା ପାଦକୁ ବୁଡ଼ାଇ ରଖନ୍ତୁ। ଏହି ପ୍ରକ୍ରିୟାକୁ ନିୟମିତ ଭାବେ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଲେମ୍ବୁ ରସରେ ପାଦକୁ ଧୋଇଲେ ପାଦରୁ ଦୁର୍ଗନ୍ଧ ଦୂର ହୋଇଥାଏ। ଏଥିପାଇଁ କିଛି ସମୟ ଲାଗି ଲେମ୍ବୁ ରସ ପାଦରେ ଲଗାଇ ରଖନ୍ତୁ। ଏହାପରେ ଧୋଇ ଦିଅନ୍ତୁ। ପାଦକୁ ସ୍କ୍ରବ୍ କରନ୍ତୁ। ପାଦକୁ କୌଣସି ସ୍କ୍ରବ୍ ସାହାଯ୍ୟରେ ଘଷିବା ଫଳରେ ମୃତ କୋଶିକା ନଷ୍ଟ ହୋଇଥାଏ। ଅଦା ଲେମ୍ବୁ ମିଶାଇ ପାଦରେ ଧୀରେ ଧୀରେ ମାଲିସ କରନ୍ତୁ। ଏହି ସ୍କ୍ରବ୍କୁ ସପ୍ତାହରେ 2 ଥର ଲଗାଇବା ଫଳରେ ପାଦରେ ଦୁର୍ଗନ୍ଧ ହୋଇନଥାଏ। ରିପୋର୍ଟ ପ୍ରତିଦିନ ଟିଭି।